ଜୟଗୁରୁ ସମସ୍ତ ଗୁରୁ ଭାଇ ମା ମାନଙ୍କୁ। ଆଜିର ଇଷ୍ଟ ପ୍ରସଙ୍ଗ ହେଉଛି ପୁରୁଷର ନାରୀ ମୁଖ୍ୟତା। ଆଲୋଚନା କରିବା ପୂର୍ବରୁ ରେଫରେନ୍ସ କରି ରଖି ଆଲୋଚନା ପ୍ରସଙ୍ଗ ପ୍ରଥମ ଖଣ୍ଡ ପେଜ ନମ୍ବର 6-7ରେ ପ୍ରସଙ୍ଗଟି ଉଦ୍ଧୃତ। ଶ୍ରୀ ଶ୍ରୀ ଠାକୁର ସକାଳେ ବନ୍ଧ ପାଖରେ ଚାଳ ଘରେ ନିରୁଳାରେ ବସିଥିଲେ। ଜଣେ ଭାଇ ଆସି ତାଙ୍କର ଦୁର୍ବଳତା କଥା ବ୍ୟକ୍ତ କଲେ। ଶ୍ରୀ ଶ୍ରୀ ଠାକୁର ପୌରସ୍ୱ ଦୂତ ଭଙ୍ଗୀରେ କହିଲେ, ପୁରୁଷର ଅବମାନନା ମୁଁ ସହ୍ୟ କରିପାରେ ନା, ବହୁତ କଷ୍ଟ ହୁଏ। ସେ କେଉଁ ପୁରୁଷରେ ଗଣ୍ୟ ଯେ ଗୋଟିଏ ଝିଅ ପ୍ରତି କାମଲୋଲୁପତା ବଶତଃ ଜୀବନ ବଳି ଦେବାକୁ ଚାହେଁ। ମଣିଷ ଥରେ ଆଘାତ ଖାଇ ଯଦି ସାବଧାନ ନ ହୁଏ, ତା ପାଇଁ ଆଉ କ'ଣ କରାଯାଇପାରେ? ଭଦ୍ରଲୋକଟି କହିଲେ, ପାରୁନାହିଁ ଯେ। ଶ୍ରୀ ଠାକୁର ଉତ୍ତେଜିତ କଣ୍ଠରେ କହିଲେ, ଭଣ୍ଡାମି କରୁଛୁ କାହିଁକି? ପାରୁନା ମାନେ? ନ ପାଇବାର କଥା ବସି ବସି ଭାବୁଛୁ, ସେଥିପାଇଁ ପାରୁନୁ। ପାରିବାକୁ ଚାହୁଁନୁ, ତେଣୁ ପାରୁନୁ। ସେସବୁ ଭଣ୍ଡାମି। ଜାଣି ଚତୁରତା ବୁଦ୍ଧି ଛାଡ଼ିଦେ। ବଞ୍ଚିବାକୁ ଚାହୁଁ ତ ଠିକ୍ ବାଟରେ ଚାଲ। ତୁ ଝିଅମାନଙ୍କ ପାଖରେ ଲାଞ୍ଛିତ ହଉ, ତୋତେ ଲଜ୍ଜା ଲାଗେ ନା? ଝିଅମାନେ ଯଦି ପୁରୁଷକୁ ଭଲ ପାଇ କୃତକୃତାର୍ଥ ବୋଧ ନ କରନ୍ତି, ତାହେଲେ ହେଲା କ'ଣ? ଝିଅଙ୍କ ପଛରେ ଗୋଡ଼ାଉଥିବା ପୁରୁଷଙ୍କୁ ଝିଅମାନେ ଘୃଣା ହିଁ କରନ୍ତି। ସେ ଝିଅ ଯେତେ ହୀନ ହେଉନା କାହିଁକି। ଗୋଟିଏ ଝିଅର ଅଭାବକୁ ଆଉ ଜଣଙ୍କ ଦ୍ୱାରା ପୂରଣ କରିବାକୁ ଚାହିଁଲେ ବିକୃତି ହୋଇଥାଏ। ତା ଏକଦମ ବୃଦ୍ଧମୂଳ ହୋଇଯାଏ, ଅର୍ଥାତ୍ ବିକୃତ ଯୌନ ଆକୃତି ଜନ୍ମାଏ। ସାବଧାନ। ଏହା ହିଁ ଥିଲା ଆଜିର ଇଷ୍ଟ ପ୍ରସଙ୍ଗ। ଆଶା କରେ କିଛି ଗୁରୁ ଭାଇ ମା ମାନଙ୍କୁ ଏ ପ୍ରସଙ୍ଗଟି ହେଲ୍ପଫୁଲ୍ କରିବ। ପରିଶେଷରେ ସମସ୍ତଙ୍କୁ ଜୟଗୁରୁ। ବନ୍ଦେ ପୁରୁଷୋତ୍ତମମ୍।